ଆଜ୍ଞା, ସିନ୍ଦୁର ଏକ ଏମିତି ଶବ୍ଦ, ତାର ମାହାତ୍ମ୍ୟ ବର୍ଣ୍ଣନା କରିବା କଷ୍ଟସାଧ୍ୟ। ଆଜ୍ଞା, ଏହାର ନାଁ ଶୁଣିଲେ ବା ଏହାର ଦର୍ଶନ ମାତ୍ରେ ଆମର ଦୁଇ ହସ୍ତ ଆପେ ଆପେ ଯୋଡ଼ି ହୋଇଯାଏ ଓ ମସ୍ତକ ଅବନତ ହୋଇଯାଇଥାଏ। ଆଜ୍ଞା, ନାରୀର ଏ ହେଉଛି ଅମୂଲ୍ୟ ସମ୍ପଦ। ଆଜ୍ଞା, ଭକ୍ତର ଏ ହେଉଛି ଭଗବାନଙ୍କ ସଂସ୍ପର୍ଶରେ ଆସିବାର ମାଧ୍ୟମ। ଆଜ୍ଞା, କ୍ଷତ୍ରିୟର ଏ ହେଉଛି ତା ବୀରତା ବଖାଣିବାର ତଥା ଦାର୍ଶନିକ ସଂକେତ। ତ ପୂଜକର ଏ ହେଉଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ତଥା ସ୍ୱରୋଜଗାରର ମାଧ୍ୟମ। ଆଜ୍ଞା, ପଥ ମଧ୍ୟରେ ଯାଉଥିବା ପଥିକର ପଥରେ ଅବ୍ୟବହୃତ ତଥା ଅଲଳିତ ପଥରକୁ ପଥିକ ତା ପାଦରେ ଗୋଇଠା ମାରି ଆଡ଼େଇ ଦେଇଥାଏ। ଆଜ୍ଞା, ସେ ପଥରକୁ ଯଦି ଆପଣ ଆଣି ସଫାସୁତୁରା କରି କିଛି ସିନ୍ଦୁର ଲଗାଇ ଏକ ଗଛ ମୂଳେ ରଖି ଏକ ସନ୍ଧ୍ୟା ଧୂପ ଦେଇ ଦିଅନ୍ତି, ତାହେଲେ ଦେଖିବେ ପୂର୍ବରୁ ସେ ପଥରକୁ ପାଦରେ ମାରିଥିବା ପଥିକ ସହିତ ଅନେକ ପଥଚାରୀ ସେଠାରେ ହାତ ଯୋଡ଼ି ନମସ୍କାର ହୋଇ ନିଜର ଶୁଭ ମନାସିଥାନ୍ତି। ଆଜ୍ଞା, ଏ ହେଉଛି ସେ ସିନ୍ଦୁରର କରାମତି। ଆଜ୍ଞା, ଆଜି ଆସନ୍ତୁ ଆମ ଚ୍ୟାନେଲ ମାଧ୍ୟମରେ ସେ ସିନ୍ଦୁରର ଜନ୍ମ ଓ ତାର ମହାନ କର୍ମ ସମ୍ବଦ୍ଧତା ବିଷୟରେ ଜାଣିବା। ଆଜ୍ଞା, ଏ ସିନ୍ଦୁରର ଏମିତି କରାମତି ଯେ ଯଦି ଏକ ପୁରୁଷ ନାରୀ ମଥାରେ ତାହା ଲଗାଇ ଦିଏ, ତାହେଲେ ସେ ନାରୀ ପୁରୁଷ ଜନ୍ମଜନାନ୍ତର ପାଇଁ ପରସ୍ପରର ହୋଇଯାଆନ୍ତି। ସେହି ସିନ୍ଦୁରର ମହାନତା ପାଇଁ ଏକ ଝିଅ ନିଜ ପିତା, ମାତା, ଭ୍ରାତା, ଭଗ୍ନୀ ଓ କୁଳ କୁଟୁମ୍ବକୁ ଏପରିକି ନିଜର ଜନ୍ମଭୂମି ଛାଡ଼ି ଦୁହିତା ତଥା ଦୁଇ କୁଳର ହିତ ପାଇଁ ସେ ପରପୁରୁଷର ହାତ ଧରି ସିନ୍ଦୁରର ବନ୍ଧନରେ ବାନ୍ଧି ହୋଇ ସବୁଦିନ ପାଇଁ ଶ୍ୱଶୁର ଘରକୁ ଚାଲି ଯାଇଥାଏ। ଆଜ୍ଞା, ମହିଷାସୁର ବର ପାଇଥିଲା ଯେ ସେ ନାରୀ ହସ୍ତରେ ହିଁ ମରିବ, ତ୍ରିପୁରରେ ତାକୁ କେହି ମାରିପାରିବେ ନାହିଁ। ସାରା ସଂସାରରେ ତ୍ରାହି ତ୍ରାହି ଡାକ ପଡ଼ିଲା। ଆଜ୍ଞା, ସର୍ବଦେବତା ଏକ ପର୍ବତ ଉପରେ ବସି ମହିଷାସୁର ବଧ କେମିତି ହେବ ଚିନ୍ତା କରୁଥିବା ବେଳେ ମହିଷାସୁର ସେ ପର୍ବତକୁ ଟେକି ସମୁଦ୍ରରେ ପକାଇବା ପାଇଁ ଚେଷ୍ଟା କରିବା ବେଳେ ଆଜ୍ଞା ସର୍ବଦେବତାଙ୍କ କ୍ରୋଧାନଳରୁ ଏକ ଅପରୂପା ସୁନ୍ଦରୀ ତଥା ଶୌର୍ଯ୍ୟମୟୀ ନାରୀ ଜାତ ହେଲା। ଆଜ୍ଞା, ସର୍ବଦେବତା ନିଜ ନିଜ ଆୟୁଧ ତଥା ଶକ୍ତି ସେ ନାରୀଙ୍କୁ ସମର୍ପଣ କଲେ। ସଂସାରର ଦୁର୍ଗତି ରୂପକ ଦୁର୍ଗକୁ ଧ୍ୱଂସ କରିବା ପାଇଁ ସେ ନାରୀ ମହିଷାସୁର ସହିତ ଯୁଦ୍ଧ କରି ନିଜ ଜାନୁ ଯୌବନ ତଥା ସୌନ୍ଦର୍ଯ୍ୟରେ ତାକୁ ହତବୀର୍ଯ୍ୟ କରି ନାଶ କରିଥିଲେ। ଆଜ୍ଞା, ଦୁର୍ଗତି ରୂପକ ଦୁର୍ଗା ତଥା ମହିଷାସୁରକୁ ସେ ନାରୀ ଧ୍ୱଂସ କରିଥିବା ହେତୁ ତାଙ୍କ ନାମ ଦୁର୍ଗା ବୋଲି ସଂସାରରେ ଖ୍ୟାତ ହେଲା। ଆଜ୍ଞା, ମାତାଙ୍କ ଜାନୁ ଯୌବନ ଦେବତାମାନେ ଦର୍ଶନ କରି ହାସ୍ୟରଳ ସୃଷ୍ଟି କରିବାରୁ ଦେବୀ ଚିନ୍ତା କଲେ ଯେ ଏହି ଦେବତାମାନଙ୍କ ପାଇଁ ମୁଁ ମୋର ଇଜ୍ଜତ ତଥା ଜାନୁ ଯୌବନ ଦେଖାଇ କ୍ରୂର ରାକ୍ଷସକୁ ବଧ କଲି। ଏମାନେ ମୋର ସ୍ତୁତି କରିବା ବଦଳରେ ହାସ୍ୟରଳ କରୁଛନ୍ତି। ମୁଁ ଏବେ ସର୍ବଦେବତାଙ୍କୁ ବଦ୍ଧ କରିବି। ଆଜ୍ଞା, ଏହା କହି ସେ କାଳୀ ରୂପ ଧାରଣ କଲେ ଓ ଦେବତାମାନଙ୍କୁ ମାରିବା ପାଇଁ ଧାଇଁଲେ। ଆଜ୍ଞା, ସର୍ବଦେବତା ନିଜକୁ ରକ୍ଷା କରିବା ପାଇଁ ମହାଦେବଙ୍କୁ ଯାଇ ଗୁହାରି କଲେ। ଆଜ୍ଞା, ମହାଦେବ ଦେବତାଙ୍କ ବିନତି ରକ୍ଷା କରି ମାତା କାଳୀଙ୍କ ଆସିବା ପଥରେ ଶୋଇ ରହିଲେ। ମାତା କାଳୀ କ୍ରୋଧରେ ଆସୁଥିବା ସମୟରେ ନିଜ ଅଜ୍ଞାତରେ ମହାଦେବଙ୍କ ବକ୍ଷରେ ନିଜ ପାଦ ରଖିଦେଲେ ଓ ଚମକି ପଡ଼ି ନିଜ ଜିହ୍ବାକୁ ଦନ୍ତ ମଧ୍ୟରେ ଚାପି ରଖିଲେ। ଆଜ୍ଞା, ଦନ୍ତ ମଧ୍ୟରେ ଜିହ୍ବା ଚାପି ହୋଇଯିବାରୁ ସେଥିରୁ ନାଲିଆକାର ତରଳ ପଦାର୍ଥ ତଥା ରକ୍ତ କ୍ଷରିତ ହେଲା। ସେହି ତରଳ ରକ୍ତ ହିଁ ଶୁଷ୍କ ହେଲା ପରେ ତାହା ସଂସାରରେ ସିନ୍ଦୁର ରୂପରେ ବିଖ୍ୟାତ ହେଲା ବୋଲି ଆମ ପୁରାଣ ଶାସ୍ତ୍ର କହେ। ଆଜ୍ଞା, ବଳରାମ ଦାସଙ୍କ ଦାଣ୍ଡି ବୃତ୍ତରେ ରଚିତ ଦାଣ୍ଡି ରାମାୟଣରେ ସିନ୍ଦୁରର ଜନ୍ମ ଅନ୍ୟ ଏକ ପ୍ରକାର ରହିଛି। ଆଜ୍ଞା, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବନବାସ ସମୟରେ ଏକଦା ମାତା ସୀତା ସହ ମେରୁ ପର୍ବତରେ ଅବସ୍ଥାନ କରୁଥିବା ସମୟରେ ମା ତାଙ୍କ ଶ୍ରମଜାଳ ସେ ପର୍ବତରେ ପଡ଼ିବାରୁ ପର୍ବତର ରଙ୍ଗ ନାଲି ହୋଇଗଲା ଓ ତାହା ସଂସାରରେ ସିନ୍ଦୁର ନାମେ ପରିଚିତ ହେଲା। ଆଜ୍ଞା, ପ୍ରଭୁ ରାମଚନ୍ଦ୍ର ସେ ସିନ୍ଦୁରକୁ 4 ଭାଗ କଲେ। ଆଜ୍ଞା, ପ୍ରଥମ ଭାଗ ଚଣ୍ଡିଚାମୁଣ୍ଡାକୁ ଦେଲେ। ଆଜ୍ଞା, ଦ୍ୱିତୀୟ ଭାଗ କ୍ଷତ୍ରିୟମାନଙ୍କୁ ଦେଲେ। ଆଜ୍ଞା, ତୃତୀୟ ଭାଗ
ସାଧୁସନ୍ଥମାନଙ୍କୁ ସମର୍ପିଲେ। ଆଜ୍ଞା ଚତୁର୍ଥ ଭାଗ ପ୍ରଭୁ ଭକ୍ତ ହନୁମାନଙ୍କୁ ଦେଇଥିଲେ। ମାତା ସୀତା ନିଜ ଭାଗର ଅର୍ଦ୍ଧେକ ସିନ୍ଦୁର ସଂସାରର ନାରୀ ଜାତିକୁ ଦେଇଥିଲେ। ଏହି ସିନ୍ଦୁରକୁ ନିଜ ସ୍ୱାମୀର ଶୁଭ ମନାସି ନିଜ ମଥାରେ ଲଗାଇଥାନ୍ତି ନାରୀମାନେ। ଆଜ୍ଞା ଏହି ସିନ୍ଦୁରକୁ ପୁନର୍ବାର 4 ଭାଗରେ ତାର କାମ ଓ ବିଶେଷତା ନେଇ ବର୍ଣ୍ଣନା କରାଯାଇଥାଏ। ଯଥା ସତୀ ସିନ୍ଦୁର, ମାତା ସୀତା ଲଗାଇଥିବା ସିନ୍ଦୁରର ନାମ। ଆଜ୍ଞା ଭକ୍ତି ସିନ୍ଦୁର, ପ୍ରଭୁ ହନୁମାନ ଲଗାଉଥିବା ସିନ୍ଦୁରର ନାମ। ଆଜ୍ଞା ମୁକ୍ତି ସିନ୍ଦୁର, କ୍ଷତ୍ରିୟମାନେ ଧାରଣ କରୁଥିବା ସିନ୍ଦୁରର ନାମ। ଆଜ୍ଞା ଶେଷରେ ହେଲା ପତି ସିନ୍ଦୁର, ଅର୍ଥାତ୍ ନାରୀମାନେ ନିଜ ମଥାରେ ଲଗାଉଥିବା ସିନ୍ଦୁରର ନାମ। ଆଜ୍ଞା ଏବେ ଆସନ୍ତୁ ଜାଣିବା ଏହି ପବିତ୍ର ସିନ୍ଦୁରକୁ ନାରୀମାନେ ତାଙ୍କର କେଉଁ କେଉଁ ସ୍ଥାନରେ ଲଗାଇଥାନ୍ତି। ଆଜ୍ଞା ପତିଦେବଙ୍କ ଶୁଭ ମନାସି ମଥାର ଅର୍ଦ୍ଧ କପାଳ ଯାଏ ସିନ୍ଦୁର ଲଗାଯାଇଥାଏ। ଆଜ୍ଞା ଅର୍ଦ୍ଧ କପାଳ ଯାଏ ସିନ୍ଦୁର ଲଗାଇବାର କାରଣ ନିଜ ସ୍ୱାମୀର ମୃତ୍ୟୁ ପୂର୍ବରୁ ନିଜେ ମଥାରେ ସିନ୍ଦୁର ଲଗାଇ ଅହସୁଲକ୍ଷଣୀ ହୋଇ ସଂସାରରୁ ବିଦାୟ ନେବା ପାଇଁ ମଥାରେ ସିନ୍ଦୁର ଲଗାଇଥାନ୍ତି ଆମ ଜଗତର ନାଥ ଜଗନ୍ନାଥଙ୍କ ପାଇଁ। ଆଜ୍ଞା କାରଣ ସେ ହେଉଛନ୍ତି ସାରା ସଂସାରର ସ୍ୱାମୀ। ତାଙ୍କ ସଂସାରକୁ କେମିତି ସେ ସୁରୁଖୁରୁରେ ଚଳାଇବେ ସେଇଥିପାଇଁ ନାରୀମାନେ ମଥାରେ ସିନ୍ଦୁର ଲଗାଇଥାନ୍ତି। ତୃତୀୟ ସିନ୍ଦୁର ଲଗାଇଥାନ୍ତି ଆଜ୍ଞା କଣ୍ଠ ଦେଶରେ ମାତା ସରସ୍ୱତୀଙ୍କ ପାଇଁ। ତାଙ୍କ କଣ୍ଠରୁ ସର୍ବଦା ଅମୃତ ବାଣୀ ଝରୁଥାଉ ଓ ନିଜ ବାଣୀ ଦ୍ୱାରା ସେ ସମସ୍ତଙ୍କୁ କିପରି ନିଜର କରିପାରିବେ। ଆଜ୍ଞା ଚତୁର୍ଥ ସିନ୍ଦୁର ଲଗାଇଥାନ୍ତି ନିଜ ଡାହାଣ ହସ୍ତର ଚୁଡ଼ିରେ। ଏହା ହୋଇଥାଏ ନିଜ ଶାଶୁ ଶ୍ୱଶୁର ତଥା ପ୍ରିୟ ପରିଜନଙ୍କ ମଙ୍ଗଳ ପାଇଁ। ଆଜ୍ଞା ପଞ୍ଚମରେ ସିନ୍ଦୁର ଲଗାଇଥାନ୍ତି ନିଜ ବାମ ହସ୍ତ ଚୁଡ଼ିରେ ନିଜ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା ପାଇଁ। ଏବେ ଆସନ୍ତୁ ଜାଣିବା ବିବାହର ସମୟରେ ପତି ଯେଉଁ ସିନ୍ଦୁର ପତ୍ନୀର ମସ୍ତକରେ ଲଗାଇଥାନ୍ତି ତାକୁ କିପରି ଜୀବନ ସାରା ପିନ୍ଧିପାରିବା ସେ ବିଷୟରେ ଜାଣିବା। ଆଜ୍ଞା ସ୍ତ୍ରୀ ଲୋକମାନେ ଗାଧୋଇବା ବା ମୁଖ ପ୍ରକ୍ଷାଳନ ସମୟରେ ମସ୍ତକରୁ ସିନ୍ଦୁର ନିଜ ହସ୍ତରେ ପୋଛି ଦେଇଥାନ୍ତି। ତେବେ ପତି ପିନ୍ଧାଇଥିବା ସିନ୍ଦୁର ତ ସେ ନିଜ ହସ୍ତରେ ପୋଛିଦେଲେ, ତେବେ ପାଇବେ କେମିତି ଯେ ଲଗାଇବେ? ଆଜ୍ଞା ସେ ବିଷୟରେ ଆସନ୍ତୁ ଜାଣିବା। ଆଜ୍ଞା ନାରୀମାନେ ସ୍ନାନକୁ ଯିବା ସମୟରେ ନିଜ ଶାଶୁ ତଥା ଶ୍ୱଶୁରଙ୍କ ପାଦରେ ନିଜ ମଥାରୁ ସିନ୍ଦୁର ଆଣି ଲଗାଇ ଦେଇ ସ୍ନାନ କର୍ମ ସାରି ପୁନର୍ବାର ଆସି ଶାଶୁ ଶ୍ୱଶୁରଙ୍କ ପାଦରୁ ସିନ୍ଦୁର ଆଣି ସେଥିରେ ନିଜ ଡବା ସିନ୍ଦୁର କିଛି ମିଶାଇ ଲଗାଇବା ଉଚିତ। ଯଦି ନିଜ ଶାଶୁ ଶ୍ୱଶୁର ନଥାନ୍ତି ତାହେଲେ ନିଜ ସ୍ୱାମୀଙ୍କ ଡାହାଣ ଗୋଡ଼ର ବୃଦ୍ଧାଙ୍ଗୃଷ୍ଟିରେ ସିନ୍ଦୁର ଦେଇ ସ୍ନାନ ପରେ ପୁନର୍ବାର ସ୍ୱାମୀ ପାଦରୁ ସିନ୍ଦୁର ନେଇ ନିଜେ ରଖିଥିବା ଡବା ସିନ୍ଦୁରରୁ କିଛି ନେଇ ଲଗାଇବା ଉଚିତ। ଯଦି ନିଜ ସ୍ୱାମୀ ବିଦେଶରେ ଅଛନ୍ତି ବା ଚାକିରି କ୍ଷେତ୍ରରେ ଅଛନ୍ତି ତାହେଲେ ନିଜ ଘରର ଯେଉଁ କବାଟ ଚୌକାଠ ଅଛି ତାର ଡାହାଣ ଚୌକାଠରେ ସ୍ନାନ ପୂର୍ବରୁ ନିଜ ମଥା ସିନ୍ଦୁର ଲଗାଇ ଦିଅନ୍ତି ଓ ସ୍ନାନ ପରେ ସେ ସିନ୍ଦୁରକୁ ଆଣି ନିଜ ଡବା ସିନ୍ଦୁର ସହିତ ମିଶାଇ ନିଜ ମଥାରେ ଧାରଣ କରିଥାନ୍ତି। ଏହା ଏପରି କଲେ ବିବାହ ସମୟରେ ନାରୀ ମଥାରେ ଯେଉଁ ସିନ୍ଦୁର ପୁରୁଷ ଦେଇଥାଏ ସେ ସିନ୍ଦୁର ସବୁବେଳେ ନାରୀମାନେ ନିଜ ମଥାରେ ଲଗାଇ ପାରିବେ। ଆଜ୍ଞା ଏହା ହେଉଛି ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ହୋଇଥିବା ସିନ୍ଦୁରର ବ୍ୟବହାର କରିବାର ନିୟମାବଳୀ। ଆଜ୍ଞା ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍ କରି ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।